ହ୍ୟାଲୋ ସାଙ୍ଗମାନେ, ଆଜି 25 ମାର୍ଚ୍ଚ 2025 ଆଜିର ଖବର ଚାଲନ୍ତୁ ଦେଖିବା। ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର, ମାସକୁ ଛାଡ଼ ହେବ ସ୍ମାର୍ଟ ମିଟର ଉପରେ 60 ଟଙ୍କାରେ। ଯିଏ 2 କିଲୋୱାଟର ମିଟର ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଟୋଟାଲ ଛାଡ଼ ହେଲା ମିଟର ଭଡ଼ା। ଏଥିରେ ଉପକୃତ ହେବେ 80 ଲକ୍ଷ ଉପଭୋକ୍ତା। 50 ୟୁନିଟ୍ ୟୁଜ୍ କଲେ ୟୁନିଟ୍ ପିଛା 2 ଟଙ୍କା ଦେବାକୁ ପଡ଼ିବ। 50ରୁ 200 ୟୁନିଟ୍ ୟୁଜ୍ କଲେ 4 ଟଙ୍କା 70 ପଇସା। 200ରୁ 400 ୟୁନିଟ୍ ୟୁଜ୍ କଲେ 5 ଟଙ୍କା 70 ପଇସା ୟୁନିଟ୍ ପିଛା ଦେବାକୁ ପଡ଼ିବ। 400ରୁ ଅଧିକ ୟୁନିଟ୍ ୟୁଜ୍ କଲେ 6 ଟଙ୍କା 10 ପଇସା ଦେବାକୁ ପଡ଼ିବ। ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ଅଛି। ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହୋଇପାରେ। ବାଲେଶ୍ୱର, ଭଦ୍ରକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ବର୍ଷା ହୋଇପାରେ। ଆସନ୍ତା 5 ଦିନ ମଧ୍ୟରେ ତାପମାତ୍ରା 6 ଡିଗ୍ରୀ ବଢ଼ିବାର ସମ୍ଭାବନା ଅଛି। ପାଣିପାଗ ବିଭାଗ ବି ଏହା ନେଇ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେ କରୁଥିବା ହିତାଧିକାରୀମାନଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ କଡ଼ା ଚେତାବନୀ। ଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଲେ ହେବ କଡ଼ା ଆକ୍ସନ୍। ବର୍ତ୍ତମାନ ସୁଦ୍ଧା 24,22,771 ଜଣ ପିଏମ୍ ଆବାସରେ ପଞ୍ଜୀକୃତ କଲେଣି। ମାର୍ଚ୍ଚ 31 ସୁଦ୍ଧା ତାଲିକା ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର ହେବ। କ୍ଷତିଖୋର ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ରାଜ୍ୟ ସରକାର। ଦୁର୍ନୀତି ଏବଂ ଆୟ ବହିର୍ଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଗତ 5 ବର୍ଷରେ ଚାକିରି ହରାଇଛନ୍ତି 159 ଜଣ ସରକାରୀ ଅଧିକାରୀ। ଏବେ ଯାଏଁ ମୋଟ 59,144,981 ଟଙ୍କା ଜବତ ହୋଇଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୋହନ ଚରଣ ମାଝୀ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ଓଡ଼ିଶା ଗସ୍ତରେ ଅଛନ୍ତି। ମଧ୍ୟାହ୍ନ ସମୟରେ ରାଷ୍ଟ୍ରପତି ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନରେ ପହଞ୍ଚିଥିଲେ। ସେଠାରେ ତାଙ୍କର ଭବ୍ୟ ସ୍ୱାଗତ ପରେ ନୟାଗଡ଼ ଅଭିମୁଖରେ ଯାତ୍ରା କଲେ ରାଷ୍ଟ୍ରପତି। ନୟାଗଡ଼ରେ କାଳିଆପଲ୍ଲୀ ଅଞ୍ଚଳରେ ଆୟୋଜିତ ବିଶ୍ୱାବସୁ ସମ୍ପ୍ରଦାୟର ଯଜ୍ଞରେ ଯୋଗ ଦେଇ କଣ୍ଟିଲୋ ଅଭିମୁଖେ ଯାତ୍ରା କରିବେ। ନୀଳମାଧବ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ରପ୍ତାନି ଉପରେ ଥିବା ଶୁଳ୍କକୁ 20% କମାଇ ଦେଲେ ସରକାର। ବର୍ତ୍ତମାନ ଦେଶରେ ପ୍ରଚୁର ପରିମାଣରେ ପିଆଜ ଥିବାରୁ ପିଆଜ ଦର ହ୍ରାସ ପାଉଥିବାରୁ ବାହାରକୁ ରପ୍ତାନି କରି ଚାଷୀ ଏବଂ ବେପାରୀଙ୍କୁ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରୁଛନ୍ତି ସରକାର। ଗତ ବର୍ଷଠାରୁ ହୀରାକୁଦ ଜଳଭଣ୍ଡାରରେ 2 ଫୁଟ ଜଳ କମ୍ ଥିବାର ସୂଚନା ମିଳିଛି। ଗତ ବର୍ଷ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର 618.69 ଫୁଟ ଥିବା ବେଳେ ଚଳିତ ବର୍ଷ 616.61 ଫୁଟ ରହିଛି। ଛତିଶଗଡ଼ ସମ୍ପୂର୍ଣ୍ଣ ଗେଟ୍ ବନ୍ଦ କରିଦେଇଥିବାରୁ ଜଳସ୍ତର କମିଯିବାର ଜଣାପଡ଼ିଛି। 764 ପଞ୍ଚାୟତରେ ନାହିଁ ଇଣ୍ଟରନେଟ୍ ଓ ମୋବାଇଲ କମ୍ୟୁନିକେସନ ସେବା। ବିଧାନସଭାରେ ଏଭଳି ଲିଖିତ ଅଭିଯୋଗ କରିଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମାହାଲିକ। ବିଶାଖାପାଟଣାରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ ଆଉ ଏକ ରୋମାଞ୍ଚକର ମ୍ୟାଚ୍ ଥିଲା। ସିଜନର ଚତୁର୍ଥ ମ୍ୟାଚ୍ ଦିଲ୍ଲୀ ଏବଂ ଲକ୍ଷ୍ନୌ ବିରୁଦ୍ଧରେ ହୋଇଥିଲା, ଯେଉଁ ମ୍ୟାଚ୍ରେ କି ଦିଲ୍ଲୀ ଜିତିଥିଲା ଏବଂ ଫାର୍ଷ୍ଟ ମ୍ୟାଚ୍ରେ ଦିଲ୍ଲୀ ତାର ଜିତି ଯାଇଛି। ଶେଷ ପର୍ଯ୍ୟନ୍ତ ମ୍ୟାଚ୍ ରୋମାଞ୍ଚକର ଥିଲା ହେଲେ ଶେଷରେ ଦିଲ୍ଲୀ ମ୍ୟାଚ୍ ଜିତି ତା ଖାତା ଖୋଲି ଦେଇଛି। ସନ୍ଧ୍ୟାରେ ଗୁଜରାଟ ଟାଇଟନ୍ସ ସହ ପଞ୍ଜାବ କିଙ୍ଗସର ଲଢ଼େଇ ହେବ। ଆପଣଙ୍କୁ କ'ଣ ଲାଗୁଛି କିଏ ଜିତିବ କମେଣ୍ଟ ବକ୍ସରେ ଜଣାନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ବେଲ୍ ଆଇକନକୁ ଦବାନ୍ତୁ ଲାଟେଷ୍ଟ ନୂଆ ନ୍ୟୁଜ୍ ପାଇବା ପାଇଁ।